ବୁଢ଼ା ଶଙ୍ଖାରୀ ନବମ ଶ୍ରେଣୀ ସାହିତ୍ୟ ଧାରା। ପ୍ରାୟ ଫଗୁଣ ମାସ ଶେଷ ସରିକି ଉଦିଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା। 60 ବରଷର ବୁଢ଼ା। ଦାନ୍ତ ଗୁଡ଼ାକ ସବୁ ପଡ଼ିଗଲାଣି। ମୁଣ୍ଡ ବାଳ ତେଣିକି ଥାଉ, ଛାତି ବାଳ ଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି। ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁ ଯାଙ୍କେ ବୁଡ଼ିଛି। ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହିଯାଉଛି। ଗାଁ ମୁଣ୍ଡରେ ଗୋଟିଏ ଘର, ପକ୍କା ପିଣ୍ଡା, 7 ଶ୍ରେଣୀଆ ଛପର, ଜାଉଁଳି କବାଟ। ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇଦେଇ ନଥକିରି ବସି ପଡ଼ିଲା। କିଛି କ୍ଷଣ ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା। ଦାସୀ ବୁଢ଼ାକୁ ଚିହ୍ନେ ପଚାରିଲା, କିଏ ହୋ ଶଙ୍ଖାରୀ ପୁଅ, ଶଙ୍ଖା ଆଣିଛ କି? ବୁଢ଼ା ଉତ୍ତର ଦେଲା, ହଁ। ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ। ବୁଢ଼ା ମଣିଷ, ଖରାରେ ତଣ୍ଟି ଶୁଖିଗଲାଣି। ଦାସୀ ପାଣି ଆଣିବାକୁ ଚାଲିଗଲା। କିଛି କ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରିଆସି ବୁଢ଼ା ପାଖରେ ଥୋଇଦେଲା। ବୁଢ଼ା ଉପରକୁ ଆଁ କରିଦେଇ ଢକ୍ ଢକ୍ କରି ଅଧ ଲୋଟାଏ ପାଣି ଟେକିଦେଲା। ପାଣି ପିଇ ସାରି ବୁଢ଼ା ଚୌରସ ନିଶ୍ୱାସଟାଏ ମୁହଁ ବାଟେ ପକାଇ କହିଲା, ଝିଅ ତୋର ବଡ଼ ଧର୍ମ ହେଲୁ। ଦାସୀ କହିଲା, ହଉ ହେଲା ତ ହେଲା ପଛକେ, ଚାଲ ବୋଉ ସାନ୍ତାଣୀ ଡାକୁଛନ୍ତି, କେମିତିକା ଶଙ୍ଖା ଅଛି ଦେଖିବେ। ବୁଢ଼ା ଟୋକେଇଟି ନେଇ ଉଠିଲା। ସଦର ଦରଜା ପାରି ହେଲେ ଭିତରେ ପକ୍କା, ବାହାର ସାମ୍ନାରେ ଚଉପାଡ଼ି, ବାଁ ପାଖକୁ ଭିତରେ ଆଡ଼ ଦୁଆର। ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା। ବୁଢ଼ା ପାଖକୁ ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା। ବୋହୂଟି ଧୀରେ ଧୀରେ ଦାସୀକି କହିଲା, କି ଶଙ୍ଖା ଅଛି ପଚାରମ। ଦାସୀଟି ଟିକିଏ ମୁଖୁରା। ସେ କହିଲା, ଛି କର ବୁଢ଼ାମଣି ପେଟାକୁ ଏତେ ଲାଜ। ନିଜେ ଟୋକେଇରୁ ଆଣି ଦେଖେ ନାଅ। କଥାଟା ମନକୁ ଆସିଲା। ମାନେ ଦାସୀର କହିବା କଥା, ତ ବହୁତ ବୟସ ଲୋକ, ତମ ବାପା ବୟସର, ତେବେ ଲାଜ କରିବାର କ'ଣ ଅଛି, ତମେ ନିଜେ ଦେଖୁନ। ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା। ବୋହୂଟିର ମୁହଁ ଦିଶିଲା। ମୁହଁଟି ଚକି କାଟିଦେଲା ପରି, ମାନେ ସୁନ୍ଦର ଦିଶୁଛି। ଚମ୍ପା ଫୁଲ ପରି ଗୋରା, ନାଲି, 4 ଆଙ୍ଗୁଳ ଓସାର ନାଲି, ତହିଁରେ ମୟୂର କଣ୍ଟି କରି କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି। ମାନେ ଶାଢ଼ୀ ତାର ସୁନ୍ଦରିଆ ଲାଡ଼ି, ମୟୂରୀ କଣ୍ଟିକା ତାର କେଉଁଠି ଅଣ୍ଟା ପାଖରୁ ଗୋଇଠି ପାଖକୁ ଲମ୍ବିଛି। ତା ଭିତର ଦେଇ ବୋହୂଟିର କଞ୍ଚା ସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା ଦେହଟି ଫୁଟି ଦିଶୁଛି। ମାନେ ସେଇ ଶାଢ଼ୀର ବିଭିନ୍ନ ପ୍ରକାର ବେଶଭୂଷାରେ ତାର ସୌନ୍ଦର୍ଯ୍ୟତା ଉପରକୁ ଫୁଟିକି ଦିଶୁଛି। ବହୁତ ସୁନ୍ଦର ଦିଶୁଛି। ବୁଢ଼ାର ଆଖି ପୁରି ଉଠିଲା। ଏଡ଼େ ସୁନ୍ଦର, ଏଡ଼େ ନିକ ବୋହୂଟିଏ ସେ କେବେ ଦେଖି ନାହିଁ। ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ। ବୋହୂ ପ୍ରତି ତାର ଯେଉଁ ଧ୍ୟାନ ଥିଲା, ଯେଉଁ ନଜର ଥିଲା, ସିଏ କ'ଣ କଲା ନା ଆଉ ତାକୁ ଏପଟ ସେପଟ କରିପାରିଲା ନାହିଁ, ମୁହଁ ଫେରାଇ ପାରିଲା ନାହିଁ। ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ। ଏକା ଧ୍ୟାନରେ ବୋହୂଟିକୁ ଚାହିଁ ରହିଲା। ବୁଢ଼ାର ଇଚ୍ଛା କ'ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ। କେତେବେଳେ କେ ବୁଢ଼ା ମୁହଁ ଫିଟାଇ କହିଲା, ମା କି ଶଙ୍ଖା ନବୁ ନେ। ମା ବୋଲି ଡାକିଦେଲା କ୍ଷଣି ବୁଢ଼ାର ଛାତି କୁଣ୍ଢେଇ ହୋଇଗଲା। ବୋହୂଟି ଲାଜ ଛାଡ଼ି ଦେଇ କହିଲା, ଆସମାନ୍ ତାରା ଶଙ୍ଖା ଅଛି। ଓଃ ଏଡ଼େ ମିଠା କଥା, ଏପରି କଥା ତ କେହି କହେ ନାହିଁ। ବୁଢ଼ାର କାନରେ ଏ ସ୍ୱରଟା ଥରକୁ ଥର ବାଜିବାକୁ ଲାଗିଲା। ମାନେ ବୁଢ଼ା ଏପରି କଥା ଆଗରୁ କାହା ପାଖରୁ ଏମିତି ଶୁଣିନି। ତେଣୁ ବୁଢ଼ାର ଏ କଥାଟା ବାରମ୍ବାର ତା କାନରେ ବାଜିବାକୁ ଲାଗିଲା ବୋହୂର। ବୁଢ଼ା କହିଲା, ନା ମା, ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛାମାଳିଆ, ଚୁନା ଟିପି ଏସବୁ ଅଛି। ବୁଢ଼ା ପାଖରେ ଯେହେତୁ ଆସମାନ୍ ତାରା ଶଙ୍ଖା ନାହିଁ, ଯାହା ଅଛି ବୁଢ଼ା ସବୁ କହିଦେଇଗଲା। ଏଥିରୁ ଯାହା ନେବୁ ନେ ମା, ମୁଁ ଆସମାନ୍ ତାରା ତିଆରି ହେଲେ ଆଣିଦେବି। ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା। ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ। ଏହି ସମୟରେ ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କଛି ଦିଏ। ବୋହୂଟି ହଠାତ୍ ହାତ ବଢ଼ାଇ ଦେଇଯିବା କିପରି ଟିକେ ଇସ୍ତତ କଲା।
ମାନେ ଟିକେ ଭାବିଲା। ବୁଢ଼ା ଯେତେବେଳେ କହିଲା ଏ ମା ତୁ ହାତ ଦେ ମୁଁ ଶଙ୍ଖା କଛିଦେବି, ତେଣୁ ବୋହୂଟି ଭାବିଲା। ବୁଢ଼ା କହିଲା ମା ମୋତେ ଲାଜ କରୁଛୁ, ମୁଁ ପରା ତୋ ପୁଅ, ପୁଅକୁ ମା ଲାଜ କରେ ନା। ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା ବୋହୂ ସାଆନ୍ତାଣୀ ଏ ଆଚ୍ଛା ବୁଢ଼ା ପୁଅଟି ପାଇଲ ଏକା, କପାଳ ତ। ବୋହୂଟି ପୁଣି ହସି ଦେଇ କହିଲା ଦୂର। କାହାକୁ? ଦାସୀକୁ କହିଲା। ଯେହେତୁ ଦାସୀ ଥଟ୍ଟା କଲା ତେଣୁ ବୋହୂ ଏହିପରି ଦାସୀକୁ କହିଲା। ବୋହୂଟି ହାତ ବଢ଼ାଇ ଦେଲା। କେଡ଼େ ଟିକିଆ ହାତଟିଏ, କେଡ଼େ ସୁନ୍ଦର ଗୋଲ, ଆଙ୍ଗୁଳି ଗୁଡ଼ିକ ଚମ୍ପା କଢ଼ି ପରି, ପାପୁଲିଟି ଟୁଲ୍ ଟୁଲ୍ ହେଉଛି, ଶଙ୍ଖା ଗୁଡ଼ିକ କି ସୁନ୍ଦର ଦିଶୁଛି। ମାନେ ଯେହେତୁ ବୋହୂଟି ଯେତେବେଳେ ତା ନିଜ ହାତକୁ ବଢ଼େଇ ଦେଇଛି, ବୁଢ଼ା ମନରେ ଏଇସବୁ ଭାବନା ଆସୁଛି। ଇଏ ଏକ ମଣିଷର ହାତ। କିଏ କହୁଛି ବୁଢ଼ା? ଏ ତ ମଣିଷର ହାତ ନୁହେଁ, ସାକ୍ଷାତ ଭଗବାନଙ୍କର ହାତ କି? ସେ କାରିଗର ଠାକୁର ଗଢ଼ିଛି କି? କିଏ? ମାନେ କାରିଗର ଠାକୁର ଗଢ଼ିଛି ତ ମଣିଷ ନୁହେଁ। ବୁଢ଼ା ଚିନ୍ତା କରୁଛି। ସେ ହାତକୁ ବୁଢ଼ା ତାର ମଇଳା ରୁକ୍ଷା ହାତରେ ଧରିବାକୁ ସାହସ କଲା ନାହିଁ। ତେଣୁ ଯେହେତୁ ବୋହୂଟିର ଏଡ଼େ ସୁନ୍ଦରୀ ହାତ, ତେଣୁ ବୁଢ଼ାର ମଇଳା ହାତ ଲଗାଇବାକୁ ବୁଢ଼ା ଟିକେ ଭାବିଲା, ପଛଘୁଞ୍ଚା ଦେଲା। ତାପରେ ବାଁ ହାତରେ ଥିର କରି ହାତଟି ଧରି ପରେ ଶଙ୍ଖା କଛିବାକୁ କାଢ଼ିଲା। ଏ ହାତ ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ। ପୁଣି ଟିକିଏ ରହିଲା। କିଏ? ନା ବୁଢ଼ା। ପୁଣି ଶଙ୍ଖା ପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ ମାନେ ସାବଧାନରେ, ଅତି ସାବଧାନତାର ସହିତ ସେ ପଟିକ କଛି ନେଲା। ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦ ସୀମା ରହୁନଥାଏ। ଯେପରି ତାର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେଇଠାରେ ତୃପ୍ତି ମାନେ ଶାନ୍ତି ମିଳିଗଲା। ସେ ହାତକୁ ପୁଣି ଛାଡ଼ିଦେବାକୁ ହେଲା। ବୁଢ଼ା ଭାବିଲା ମୁଁ ପ୍ରତିଦିନ ଏହିପରି ହାତରେ ଶଙ୍ଖା ପିନ୍ଧାନ୍ତି କି? ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ। ଶାଶୁକୁ ଦେଖି ବୋହୂଟି ଉଢ଼ାଣା ଟାଣି ଦେଇ ପଳାଇଲା। ଶାଶୁ ଦାସୀକୁ ପଚାରିଲେ କିଲୋ ଶଙ୍ଖା କିଣୁଥିଲ କି? ଦାସୀ କହିଲା ହଁ, ବୋହୂ ସାଆନ୍ତାଣୀ ଏଇ ମୁଠାକ ନେବେ ବୋଲି କହୁଛନ୍ତି। ଶାଶୁ କହିଲେ ଦାମ କେତେ? ବୁଢ଼ା ଶଙ୍ଖା ମୁଠାକ କି ଦାମ? ଶାଶୁ ଫେର କେତେ ଦେବି? ବୁଢ଼ା ମାଠୁ ମୁଁ କ'ଣ ଦାମ ନେବି? ଶାଶୁ ଦାସୀକି ପଚାରିଲେ କିଲୋ ମା କ'ଣ ଲୋ? ଦାସୀ ହସି ହସି କହିଲା ସେଇ ପିଲାଟି ବୋହୂ ସାଆନ୍ତାଣୀଙ୍କ ପୁଅ ହୋଇଛି। ଶାଶୁ ବି ହସିଲେ, କହିଲେ ଆଚ୍ଛା ଏଥର ଦାମ ନେଇଥାଅ, ଆରଥରକୁ ପଛେ ଖାଲି ଦେଇଯିବ, ତମେ ଗରିବ ଲୋକ। ବୁଢ଼ା ନା ନା, ମୋ ମାଆକୁ ମୁଁ ତ ଦେଇଛି, ମୁଁ ଆଉ ଦାମ ନେବି ନାହିଁ। ଶଙ୍ଖା ମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ। ଏହା କହି ଶଙ୍ଖାଳି ଶଙ୍ଖା ମୁଠାକ ଦେଇ ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା। ଆଉ ଡାକିଲେ ଶୁଣିଲା ନାହିଁ। ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା, କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ। ସେଇଦିନଠାରୁ ସେ ବୁଢ଼ା ଶଙ୍ଖାରି 2 ଦିନ 3 ଦିନେ ସେ ଗାଁକୁ ଆସେ। ଶଙ୍ଖାଟା କ'ଣ ଗୋଟାଏ ନିତ୍ୟାନି ଦରବ ଯେ ଲୋକେ ରୋଜ କିଣିବେ। ଅକାଳେ ସକାଳେ ପୁନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ। ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ। କିନ୍ତୁ ଶଙ୍ଖା ବିକ୍ରି ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ। ସିଏ ଆସେ ତାର ସେଇ ନିଜ ମାଆଟିକୁ ଦେଖିବା ପାଇଁ। କେଉଁଦିନ ଆସେ କାହାରିକୁ ନ କହି ଦୁଆର ଯାକେ ଚାଲି ଆସେ। ବୋଝ ରଖିବାକୁ ହୁଏ ନାହିଁ, ଖାଲି ପାଟି କରି ଡାକିଦିଏ ନୂଆ ଶଙ୍ଖା ନେବ। ତା ପାଟି ଶୁଣିଲା କ୍ଷଣି ବୋହୂଟି କୁଆଡ଼େ ଥାଏ ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ। ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲା କ୍ଷଣି ବୁଢ଼ାର ମନ ପୁରି ଉଠେ। ପଚାରେ ମା ଆଉ ଶଙ୍ଖା ନେବୁ? ବୁଢ଼ାର ଇଚ୍ଛା କାଳେ ନେବାକୁ କହିବ, ତାହେଲେ ତା ମାଆର ଚମ୍ପା ଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କଛିଦେବ। କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ। ବୁଢ଼ା ଫେରି ଚାଲିଯାଏ। ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରି ହୁଏ, ସେ ଦାସୀଟି ହୁରି କରିଦିଏ ବୋହୂ ସାଆନ୍ତାଣୀଏ ତମ ପୁଅ ଅଇଲାଣି। ବୁଢ଼ା 2 ଥର 4 ଥର ନୂଆ ଶଙ୍ଖା ନେବ ବୋଲି ଡାକିଲାରୁ ତା ମାଆଟି ଆସି ଛିଡ଼ା ହୁଏ। ବୁଢ଼ା ଯେଉଁଦିନ ଆସେ ପ୍ରାୟ ଏଇ କଥା, ଏଇ ଅଭିନୟ ନୀତିନୀତି। ବୁଢ଼ା ଫେରିଲା ବେଳକୁ ଭାବେ ମାଆର ଆସମାନ୍ତରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି।
ଶେଷରେ ଠିକ୍ କଲା ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼େ ହେଲେ ମା ଲାଗି ଆସମାନ ତାରା ମୁଠାଏ ଆଣିବ। ମା ନାଇବ, ମୋତେ ହାତ ଦେଖାଇବ, ମୁଁ ଶଙ୍ଖା କଛି ଦେବି। ଏଇଆ ଭାବିଲା କ୍ଷଣି ବୁଢ଼ାର ମନ ଭାରି ଉତ୍ଫୁଲ୍ଲ ହୋଇଯାଏ, ମାନେ ଖୁସି ହୋଇଯାଏ। ବୁଢ଼ା ରଜ ସଂକ୍ରାନ୍ତିକୁ ଚାହିଁ ରହିଥାଏ। ରଜ ସଂକ୍ରାନ୍ତିଟି ଏଥର ତାର ଭାରି ଆନନ୍ଦର ଦିନ। ତା ମା ଲାଗି ସେ ଆସମାନ ତାରା ଶଙ୍ଖା ଆଣିବ। ମା କେଡ଼େ ଖୁସି ହେବ। ବୁଢ଼ା ଏଇ କଥା ସବୁ ଭାବୁଥାଏ। ବୈଶାଖ ମାସ ହେଲା। ବୁଢ଼ା ଲୋକ ସେତିକି ଖରାରେ ରୋଜ ରୋଜ ବାଟ ଚଲା, ପାଣି ପିଆ ଦେହରେ ସହିଲା ନାହିଁ। ବୁଢ଼ାକୁ ଜ୍ୱର ହେଲା। ଦେଖୁ ଦେଖୁ ଭାରି ଜ୍ୱର। ଗୋଡ଼ ହାତ ଫୁଲିଗଲା। ସମସ୍ତେ କହିଲେ ବୁଢ଼ା ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ। ସେ ସବୁବେଳେ ଭାବି ହେଉଥାଏ ଯେ କେଉଁଦିନ ସେ ମାଆକୁ ଦେଖିବାକୁ ଯାଇନାହିଁ। ସେଥିପାଇଁ ମନଟା ତାର ଆଉଟି ପାଉଟି ହେଉଥାଏ। ଦେଖୁ ଦେଖୁ ରଜ ସଂକ୍ରାନ୍ତି ଆସି ପାଖ ହୋଇଗଲା। ବୁଢ଼ା 2 ମାସ ହେଲା ମାଆକୁ ଦେଖିବାକୁ ଯାଇନାହିଁ। ଚାଲି ପାରୁଥିଲେ ଯେମିତି ହେଲେ ଦେଖି ଆସୁଥାନ୍ତା। କିନ୍ତୁ ରଜକୁ ତ ଆସମାନ ତାରା ଶଙ୍ଖାଏ ମୁଠାଏ ନିଶ୍ଚୟ ଦେବାକୁ ହେବ। ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା। ଆଉ କେହି କରିଦେଲେ କାଳେ ମା ମନକୁ ନ ଆସିବ। 60 ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା ସବୁ ସେଥିରେ ଲଗାଇଲା। ମାନେ 60 ବର୍ଷ ହେଲାଣି ବୁଢ଼ା, ଯେତେ ତାର ଅଭ୍ୟାସ ଥିଲା, ଯେତେ ତାର ଏକ୍ସପିରିଏନ୍ସ ଥିଲା, ସବୁ କେଉଁଥିରେ ଏହି ଶଙ୍ଖାରେ ଲଗାଇଲା। ଦିନକ କାମ 4 ଦିନ ଲାଗୁ ପଛେ କାମଟି ଅତି ସରସ ହେଉ। ମାନେ ଗୋଟାଏ ଦିନର କାମ ପଛେ 4 ଦିନ 5 ଦିନ ଲାଗୁ, ଯେତେ ସମୟ ଲାଗୁ, କାମ କିନ୍ତୁ ସୁନ୍ଦର ହେଉ। ବୁଢ଼ାର ଇଚ୍ଛା କାହିଁକି? ତା ମା ଲାଗି। ରଜ 2 ଦିନ ଥାଇ କାମ ନିକାଶ ହେଲା। ମନ ଘେନି ଫଳ। ଏପରି ଗଢ଼ଣ ଶଙ୍ଖା ତା ଜୀବନରେ ତା ହାତରେ କେବେ ଉତୁରି ନାହିଁ। ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି। ତା ମା ହାତକୁ ଶଙ୍ଖା ମୁଠିଏ ଖୁବ୍ ମାନିବ। ବୁଢ଼ା କ'ଣ କହୁଛି ନା, ମୁଁ ଏତେ ଦିନ ଶଙ୍ଖା ତିଆରି କଲିଣି, ଏମିତିଆ ଶଙ୍ଖା କେବେ ମୁଁ ତିଆରି କରିନି। ଯେଉଁ ଶଙ୍ଖା ମୁଁ ଆଜି ମୋ ମା ପାଇଁ ତିଆରି କରିଛି, ତେବେ ଏ ଶଙ୍ଖାଟି ମୋ ମାଆକୁ ବହୁତ ସୁନ୍ଦର ଦିଶିବ। ରଜ ଆଗ ଦିନ ପହିଲି ରଜ। ଆଜି ଝିଅ ବୋହୂଏ ନୂଆ ଶଙ୍ଖା ନୂଆ ଶାଢ଼ୀ ପିନ୍ଧନ୍ତି। ରାତି ସାରା ବୁଢ଼ାର ନିଦ ନାହିଁ। ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ'ଣ କରିବି? ଆଉ କିଏ ନେଇଗଲେ ତ ହେବ ନାହିଁ। ମାଆକୁ ଢେର ଦିନ ଦେଖି ନାହିଁ। ସତେ କ'ଣ ଏଥିରୁ ବଞ୍ଚିବି ଯେ ଥରେ ଦେଖି ଆସେ। ଆଉ ମାଆର ସେଇ ହାତରେ ଶଙ୍ଖା କଛି ଦେବି। ମାଆର ହାତଟି ମନେ ପଡ଼ିଲା କ୍ଷଣି ବୁଢ଼ାର ଗଦାଏ ବଳ ଆସିଲା। ବୁଢ଼ା ସହଳ ସହଳ ମୁଠାଏ ଖାଇଦେଇ ଶଙ୍ଖା ମୁଠିକ ଗାମୁଛାରେ ବାନ୍ଧି ବାହାରିଲା। ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଆଗକୁ ଚାଲୁଥାଏ। 5 କୋଶ ବାଟ ଚାଲୁଥିଲା ବେଳକୁ ବେଳ ଗଡ଼ିଗଲାଣି। ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା ସେଇଠାରେ ଛିଡ଼ା ହେଲା। ମନରେ କେତେ ଆନନ୍ଦ, କେତେ ଉତ୍ସାହ। ଡାକିଲା, ଶଙ୍ଖା ନେବ? କେହି ଶୁଣିଲେ ନାହିଁ। ପୁଣି ଡାକିଲା, ମାଲୋ ଶଙ୍ଖା ନେବୁ ପରା? ତେବେ ବି କେହି ଆସିଲେ ନାହିଁ। ବୁଢ଼ା ଅଧୀର ହୋଇପଡ଼ିଲା। 2 ଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ। ଥରେ ଡାକିଲା ତ ମା, ତାର ମା ଆସି ଦୁଆର ବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା। ପୁଣି ଡାକିଲା, ମା ମୁଁ ଆସିଛି, ଶଙ୍ଖା ଆଣିଛି ତୋ ପାଇଁ। ଏଥର ସାଆନ୍ତାଣୀ ନିଜେ ବାହାରି ଆସିଲେ। ତାଙ୍କ ପଛେ ପଛେ ସେଇ ଦାସୀ। ସାଆନ୍ତାଣୀକୁ ଦେଖି ବୁଢ଼ା କହିଲା, ମୋ ମା କାହିଁ? ମୁଁ ତା ପାଇଁ ଆସମାନ ତାରା ଶଙ୍ଖା ଆଣିଛି, ରଜରେ ପିନ୍ଧିବ। ଦାସୀ ତ ଏତେବେଳକୁ ହୁରି କରି କମ୍ପାଇ ଦିଅନ୍ତାଣି। ସେ କିଛି କହିଲା ନାହିଁ। ସାଆନ୍ତାଣୀ ଧୀରେ ଧୀରେ କହିଲେ, ନା ଶଙ୍ଖା ଲୋଡ଼ା ନାହିଁ। ବୁଢ଼ା କହିଲା, ନା ନା, ମୁଁ ମୋ ମା ଲାଗି ବଡ଼ ଶ୍ରଦ୍ଧାରେ ଆଣିଛି। ସାଆନ୍ତାଣୀ, ନା ଶଙ୍ଖା କେହି ନେବେ ନାହିଁ, ଯା। ବୁଢ଼ା, ହଉ ଶଙ୍ଖା ନହେଲେ ନାହିଁ। ମୋ ମାଆକୁ ଥରେ ଡାକିଦିଅ, ମୁଁ ଦେଖିବି, କେଉଁ ଦିନରେ ଦେଖି ନାହିଁ। ସାଆନ୍ତାଣୀ, ଦେଖା ହୋଇପାରିବ ନାହିଁ। ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା।
ଦେଖା ହୋଇପାରିବ ନାହିଁ? ମୋ ମାଆକୁ ମୁଁ ଥରେ ଦେଖିପାରିବି ନାହିଁ? ବୁଢ଼ାର ଆଖି ଛଳ ଛଳ ହୋଇ ଉଠିଲା। ସେ କାନ୍ଦ କାନ୍ଦ ହୋଇ କହିଲା, ଥରେଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ। ସାଆନ୍ତାଣୀ ଦାସୀକୁ କହିଲେ, ଯା ବୋହୂକୁ ଡାକିଦେ। ଦାସୀ ଚାଲିଗଲା। କିଛି କ୍ଷଣ ପରେ ବୋହୂ ଆସି ଦୁଆର ପାଖରେ ଛିଡ଼ା ହେଲା। ସେଇଠି ସବୁଦିନ ଛିଡ଼ା ହୁଏ। ଆସିଲା ବେଳକୁ ଝୁମୁର ଝୁମୁର ହୋଇ ଚାଲି ଆସେ। ଛିଡ଼ା ହୋଇ ବୁଢ଼ାକୁ ଚାହିଁଦିଏ। ତାର ହସ ହସ ମୁହଁଟି ଦେଖି ବୁଢ଼ାର ଆନନ୍ଦ ସୀମା ରହେ ନାହିଁ। ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା। ସେ 4 ଆଙ୍ଗୁଳ ଲେଖାଏ ନାଲି ତହିଁରେ ଶାଢ଼ୀ ନାହିଁ କି କୁମ୍ଭ କିନାରା ଦକ୍ଷିଣା ପାଟ ନାହିଁ। ଗୋଡ଼ 2ଟି ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା। ବୁଢ଼ାର ଦେହ ଥରି ଉଠିଲା, ପୁଣି ଘୂରିଗଲା। ବୁଢ଼ା ଆଖି ବୁଝି ପକାଇଲା। ପୁଣି ଚାହିଁଦେଲା ବେଳକୁ ତାର ସେଇ ହାତଟି ଦିଶିଲା। ହାତରେ କିଛି ନାହିଁ। ବୁଢ଼ା ଭୋ 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 କରି ରଡ଼ି କରି ଉଠିଲା। ବୋହୂଟି ଫେରି ପଡ଼ି ଚାଲିଗଲା। ବୁଢ଼ା କହିଲା, ମାଲୋ, ମୁଁ ନ ମରି କାହିଁକି ତୋତେ ଦେଖିବାକୁ ଆସିଲି? ଏଇଆ ଦେଖିବା ଲାଗି ନା ଲୋ ମା? ବୁଢ଼ା ଆଉ କହିପାରିଲା ନାହିଁ। ଗାମୁଛାରେ ତାର ବଡ଼ ଯତ୍ନର ବଡ଼ ସାଦ ସରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା। ମୁଠାକ ଯାକ ଶଙ୍ଖା ଚୂନା ହୋଇଗଲା। ତହୁଁ ସେ ଏକାମୁହାଁ ହୋଇ ଫେରି ଚାଲିଗଲା। ଦାସୀ ଓ ଶାଶୁ ରଡ଼ି କରି ଉଠିଲେ। କାରଣ ବୁଢ଼ା ବହୁତ ସ୍ନେହ ସରଦାରେ ତା ମା ପାଇଁକା ଶଙ୍ଖା ମୁଠାକ ନେଇକି ଆସିଥିଲା। ଯେତେବେଳେ ଦେଖିଲା ବୁଢ଼ା ତା ମାଆର ଏପରି ଅବସ୍ଥା, ତେଣୁ ବୁଢ଼ା ବହୁତ ମନ ଦୁଃଖ କଲା, କାନ୍ଦିଲା। ସେ ଶଙ୍ଖା ମୁଠାକ ସେଇଠି କଚାଡ଼ି ଦେଇ ଏକାମୁହାଁ ହୋଇ ଘରକୁ ଚାଲିଗଲା।